ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ସ୍ୱାଗତ କରୁଛି ଆମର ପ୍ରଥମ ବ୍ଲଗକୁ। ତ ଆମେ ଆମର ନିତ୍ୟକର୍ମ ସରେଇ ବାହାରି ପଡ଼ିଥିଲୁ ଭୋର 4ଟାରେ ମହେନ୍ଦ୍ରଗିରି ଯିବା ପାଇଁ। ଯିବା ରାସ୍ତାରେ ଆମେ ଆମର ଟିକେ ଫଟୋ ସୁଟ୍ କରିଦେଇଥିଲୁ। ଫଟୋ ସୁଟ୍ ସାରି ଆମେ ଯିବା ରାସ୍ତାରେ ହାଡ଼ଭଙ୍ଗା ଶୀତ ହେଉଥିବାରୁ ନିଆଁ ଲଗାଇ ଆମ ଦେହ ଓ ହାତର ପାପୁଲିକୁ ଟିକେ ସେକି ଦେଇଥିଲୁ ଓ ତାପରେ ଆମେ ବାହାରି ପଡ଼ିଥିଲୁ ପୁଣି ମହେନ୍ଦ୍ରଗିରିର ଟ୍ରିପ୍ରେ। ସକାଳର କିଛି ନ୍ୟାଚୁରାଲ୍ ଭ୍ୟୁ ଦେଖିପାରୁଥିବେ, ଯେଉଁଟାକି ବହୁତ ଆକର୍ଷଣୀୟ ଥିଲା। ଯେହେତୁ ଆମେ ବ୍ରହ୍ମପୁରରୁ ବାହାରିଥିଲୁ ବିନା ପୁରୀ ଉପମାରେ ଆମ ଦିନଟା ଅଧୁରା, ତେଣୁ ଆମେ ମହେନ୍ଦ୍ରଗିରି ଯିବା ରାସ୍ତାରେ ଗଜପତିର ଗୋଟିଏ ଜାଗା ରାମଗିରିରେ ଆମେ 4 ଜଣ ଯାକ ଜଳଖିଆ କରିଦେଇଥିଲୁ। ଖାଇସାରିବା ପରେ ଆମେ ଆଉ କିଛି ବାଟ ଟ୍ରାଭେଲ୍ କଲା ପରେ ଫାଇନାଲି ଆମେ ଆମର ଡେଷ୍ଟିନେସନ୍ ମହେନ୍ଦ୍ରଗିରିରେ ପହଞ୍ଚି ଯାଇଥିଲୁ। ପହଞ୍ଚି ପରଶୁରାମଙ୍କ ଦର୍ଶନ ସାରି ଆମେ ବାହାରି ଯାଇଥିଲୁ ଯୁଧିଷ୍ଠିରଙ୍କ ମନ୍ଦିରକୁ ଦର୍ଶନ କରିବା ପାଇଁ। ପୁଣି ସେଠାରେ ଯୁଧିଷ୍ଠିରଙ୍କୁ ଦର୍ଶନ କରି ପୁଣି ଆମେ ଅଗ୍ରସର ହେଇଥିଲୁ ଭୀମଙ୍କ ମନ୍ଦିର ଆଡ଼କୁ। ଭୀମଙ୍କ ମନ୍ଦିର ଓ ଯୁଧିଷ୍ଠିରଙ୍କ ମନ୍ଦିର ମଧ୍ୟରେ ଦୂରତା ଆପଣମାନେ ଦେଖିପାରୁଥିବେ, ପୁରା ଗୋଟିଏ ପାହାଡ଼। ତେଣୁ ଆମେ 4 ଜଣ ଯାହା ହାଲକା ହାଲକା ସେ କଥା ହେଇ ଅତିକ୍ରମ କରିଦେଇଥିଲୁ ପୁରା ଗୋଟିଏ ପାହାଡ଼। ତାପରେ ଆସିଥିଲେ ମହାବୀର ହନୁମାନ। ତାପରେ ମହାବୀରଙ୍କୁ ଦର୍ଶନ ସାରି ଆମେ ପହଞ୍ଚି ଯାଇଥିଲୁ ଭୀମଙ୍କ ଗୁମ୍ଫାରେ। ସେଇ ଗୁମ୍ଫାରେ ଆମେ ଗୋଟେ ଟ୍ରାଏଲ୍ ନେଇଥିଲୁ, ଏପଟେ ଗୁମ୍ଫାରୁ ପଶିକିରି ସେପଟେ ଗୁମ୍ଫାରୁ ବାହାରିବାକୁ। କିନ୍ତୁ ଶୁଭମ ଭାଇ ଆମର ବାହାରି ପଡ଼ିଥିଲେ, ତା ସହିତ ଓମ୍ ଭାଇ ମଧ୍ୟ ବାହାରି ପଡ଼ିଥିଲେ। ଏଠାରୁ ମହାଦେବଙ୍କ ଦର୍ଶନ ସାରି ଆମେ ପହଞ୍ଚି ଯାଇଥିଲୁ ଅର୍ଜୁନଙ୍କ ଗୁମ୍ଫାରେ। ସେଠାରେ ଆମର ଭାଇ ଜଣେ ଦୀପକ ଭାଇ ଭେଟ ହେଇଥିଲେ ଆମ ସହିତ। ଆମେ ସମସ୍ତେ ମିଶି ପୁଣି ଚାଲି ଯାଇଥିଲୁ ନକୁଳ ଓ ସହଦେବଙ୍କ ଗୁମ୍ଫା, ଯେଉଁଠି ପୂଜା ପାଉଥିଲେ ମହାପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍ ଓ ଫଲୋ କରନ୍ତୁ। Hi guys, please like and subscribe.